ମୁଁ ଯେତେବେଳେ ସ୍କୁଲରେ ପେନ୍ରେ ଲେଖିବା ଆରମ୍ଭ କଲି ମୁଁ ଅନେକ ଥର ଭୁଲ କଲି ଆଉ ସେ ଭୁଲକୁ ହଟେଇବାକୁ ଯାଇ ଏକ ଚକ୍ ଖଡ଼ି ବ୍ୟବହାର କଲି। କିନ୍ତୁ ପୁଣି ଥରେ ସେ ଭୁଲଗୁଡ଼ିକ ଦେଖାଗଲା। ଯେତେବେଳେ ମୁଁ ପାଣିରେ ସଫା କଲି ସେତେବେଳେ କାଗଜଟି ଚିରିଗଲା ଆଉ ଗୋଟେ କଣା ମଧ୍ୟ ହୋଇଗଲା। ଏହାର ପରିଣତି କ'ଣ ହେଲା ଜାଣନ୍ତି? ମୋର ଶିକ୍ଷକ ମୋତେ ସେଦିନ ବହୁତ ରାଗିଲେ ଓ ସେ କହିଲେ ତୁମ ଖାତା କେବେ ମଧ୍ୟ ସଫା ରୁହେନି। ପରେ ମୁଁ ଯେତେବେଳେ ପେନ୍ସିଲ ରବର ବ୍ୟବହାର କଲି ସେତେବେଳେ ପେପର ଚିରିଗଲା। ତାପରେ ଇଙ୍କ ରବର ବ୍ୟବହାର କଲି କିନ୍ତୁ ସେଇଟା ବି କଳା ଦାଗ ହୋଇଯାଇଥିଲା। ମୋର ସବୁ ପ୍ରୟାସ କିନ୍ତୁ ମୋ ଭୁଲକୁ ସଂଶୋଧନ କରିପାରି ନଥିଲା। ଶିକ୍ଷକ କହିଲେ ଯଦି କିଛି ଭୁଲକୁ ଆମେ ହଟେଇବାକୁ ଯାଇ କାଗଜ ଅପରିଷ୍କାର କରିଦେଉ ତାହେଲେ ସେଟା ଅନ୍ୟମାନଙ୍କୁ ଅଧିକ ଦେଖାଯିବ। ହଁ ପ୍ରିୟ ବନ୍ଧୁ, ଏଇ କାହାଣୀ ଆମକୁ ଏଇ ଶିକ୍ଷା ଦିଏ ଯେ ଆମେ ଭୁଲ କରି ତାକୁ ଢାଙ୍କିବାକୁ ଚେଷ୍ଟା କରିଥାଉ, କିନ୍ତୁ ଆମେ ଯେତେ ଢାଙ୍କିଲେ ମଧ୍ୟ ଆମ ଭୁଲକୁ ଆମେ ଘୋଡ଼େଇ ଦେଇପାରିବାନି କି ପରିଷ୍କାର କରିପାରିବା ନାହିଁ। ଆମ ପାପକୁ କେବଳ ଈଶ୍ୱର କ୍ଷମା କରିପାରିବେ, କାରଣ ଈଶ୍ୱର କେବଳ ଆମ ପାପ କ୍ଷମା କରିବାକୁ ସକ୍ଷମ ଅଟନ୍ତି। ଆମ ପାପ କ୍ଷମାକାରୀ ଈଶ୍ୱର ବାଇବଲରେ ଏଇ କଥା କହନ୍ତି, ତୁମମାନଙ୍କର ପାପ ସବୁ ସିନ୍ଦୁର ବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳ ବର୍ଣ୍ଣ ହେବ, ସେଇ ସବୁ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେସଲୋମ ପରି ହେବ।